शांति 7/6/24 महावाक्य। मीठा बाबा कहते मिठे बच्चे तुम्हें माने परस्पर आत्मिक दृष्टि भाई भाई अट। तेणु तुमर परस्पर सहित अति स्नेह रहिबा उचित। तुम्हें स्नेह रे भरपूर गंगा हुआ, केबे भी लड़ई झगड़ा कर नाही। आजिर प्रश्न अच्छी, आत्मिक पिता को केउ संतान माने बहुत बहुत प्रिय लगी थांती। आत्मिक पिता को केउ संतान माने बहुत बहुत प्रिय लगी थांती। उत्तर, बाबा कहले जेउ माने श्रीमत आधार रे सारा विश्वर कल्याण करुछंती, जेउ माने फूल भली होइछंती, केबे भी काहाकू कंटा सदृश्य आघात देउनाहांती, परस्पर सहित बहुत बहुत स्नेह रे रहुछंती, केबे भी अभिमान करुनाहांती, एही भली पिलामाने बाबांकू बहुत बहुत प्रिय लागिथांती। जेउ माने देह अभिमानर वशीभूत होई परस्पर मध्यरे लड़ाई करुछंती, संपर्क को तिक्त करुछंती, सेमाने बाबांकर इज्जत को तले पकाउछंती। तेणु सेमाने बाबांकर निंदा कराउथिबा निंदुक अटंती। ओम शांति। जेपरी आत्मिक पिलामानंकु आत्मिक पिता प्रिय लागिथांती, सेहीपरि आत्मिक पितांकु मध्य आत्मिक पिलामाने बहुत प्रिय लागिथांती। कारण सेमाने श्रीमत आधार रे सारा विश्वर कल्याण करुछंती। कल्याणकारी आत्मा माने बाबा को बहुत प्रिय लागंती। तुमे परस्पर भाई भाई, तेणु तुम मानक भितरे बहुत स्नेह रहुची। बाबा को जानिथिबा पिला मानक भितरे जेतिकी स्नेह रहिबो, सेतिकी स्नेह बाबा को न जानिथिबा आत्मांक भितरे रहिबो नाही। तुमर परस्पर मध्यरे बहुत स्नेह रहिबा उचित। जदि भाई भाई होई परस्पर लड़ाई झगड़ा करुछ बा परस्पर भितरे स्नेह नाही, तेबे सेमानंकु भाई भाई कुहाजिबो नाही। तुमर परस्पर भितरे बहुत स्नेह रहिबा आवश्यक। बाबांकर मध्य आत्मा मानंक सह स्नेह रहिछि ना, तेणु आत्मा मानंकर मध्य परस्पर मध्यरे बहुत स्नेह रहिबा आवश्यक। सत्य जुगरे समस्ते परस्पर को स्नेह करिथांती, काहेकिना सेठारे शरीरर अभिमान न थाए। तुमे भाई भाई एक पितांक स्मृति रे सारा विश्वर कल्याण करुछ। निजर तो कल्याण करिबा ता सहित अन्य भाई मानंकर मध्य कल्याण करिबा आवश्यक। सेथिपाई बाबा देह अभिमानी रु देही अभिमानी करुछंती। लौकिक दुनिया रे भाई भाई परस्पर मध्यरे धन संपत्ति को भाग नेबा पाई लड़ाई करिथांती, किंतु एठारे तो लड़ाई झगड़ार कौनसी कथा ही नहीं। समस्तंको बाबांक सहित सीधा सड़क संबंध रखिबाकू हेउछि। ଏହା ହେଉଛି ବେହଦର କଥା। ଯୋଗ ବଳ ଦ୍ୱାରା ବାବାଙ୍କ ଠାରୁ ସମ୍ପତ୍ତି ନେବାକୁ ହେବ। ଲୌକିକ ପିତାଙ୍କ ଠାରୁ ସ୍ଥୂଳ ସମ୍ପତ୍ତି ପ୍ରାପ୍ତ କରୁଛନ୍ତି। ଏହା ଆତ୍ମିକ ପିତାଙ୍କ ଠାରୁ ଆତ୍ମିକ ପିଲାମାନଙ୍କ ପାଇଁ ସୂକ୍ଷ୍ମ ସମ୍ପତ୍ତି। ତେଣୁ ସମସ୍ତଙ୍କୁ ବାବାଙ୍କ ଠାରୁ ସିଧାସଳଖ ସମ୍ପତ୍ତି ନେବା ଦରକାର। ଯେତେ ଯେତେ ବ୍ୟକ୍ତିଗତ ରୂପେ ମନେ ପକାଇବ, ସେତିକି ସମ୍ପତ୍ତି ମିଳିବ। ବାବା ଦେଖନ୍ତି ପିଲାମାନେ ଯଦି ପରସ୍ପର ଭିତରେ ଲଢ଼େଇ ଝଗଡ଼ା କରୁଛନ୍ତି, ତେବେ କୁହନ୍ତି ତୁମେ କ'ଣ ଅନାଥ କି? ଆତ୍ମିକ ଭାଇମାନଙ୍କୁ ପରସ୍ପର ଲଢ଼େଇ ଝଗଡ଼ା କରିବା ଉଚିତ ନୁହେଁ। ଯଦି ଭାଇ ଭାଇ ହୋଇ ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରୁଛ, ପରସ୍ପର ମଧ୍ୟରେ ସ୍ନେହ ନାହିଁ, ତେବେ ତୁମେ ରାବଣର ସନ୍ତାନ ହୋଇଗଲ। ସେମାନଙ୍କୁ ଆସୁରୀ ସନ୍ତାନ କୁହାଯିବ।
ତେବେ ଦୈବୀ ସନ୍ତାନ ଓ ଆସୁରୀ ସନ୍ତାନ ମଧ୍ୟରେ ତଫାତ କ'ଣ ରହିଲା? ତୁମେମାନେ ମଧ୍ୟ ଦେହ ଅଭିମାନୀ ହୋଇ ଲଢ଼େଇ ଝଗଡ଼ା କରୁଛ। ଆତ୍ମା ଆତ୍ମା ସହ କେବେ ଲଢ଼େଇ କରିନଥାଏ। ତେଣୁ ବାବା କହୁଛନ୍ତି, ମିଠା ସନ୍ତାନଗଣ, ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କର ନାହିଁ। ଲଢ଼େଇ ଝଗଡ଼ା କରୁଛନ୍ତି, ତେଣୁ ତ ବୁଝାଇବାକୁ ପଡ଼ୁଛି। ଏଭଳି ହେଲେ ବାବା କହିବେ, ଏମାନେ ତ ଦେହ ଅଭିମାନୀ ରାବଣର ସନ୍ତାନ। ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରୁଛନ୍ତି, ତେଣୁ ଏମାନେ ମୋର ସନ୍ତାନ ନୁହନ୍ତି। ତୁମେ 21 ଜନ୍ମ ପରସ୍ପର ସ୍ନେହ ପ୍ରେମରେ ବାନ୍ଧି ହୋଇ ରହୁଛ। ଏବେ ମଧ୍ୟ ଦେହୀ ଅଭିମାନୀ ହୋଇ ରୁହ। ଯଦି ପରସ୍ପର ମଧ୍ୟରେ ମତଭେଦ ରହୁଛି, ସ୍ନେହ ରହୁନାହିଁ, ତେବେ ସେ ସମୟରେ ନିଜକୁ ରାବଣର ସମ୍ପ୍ରଦାୟ ବୋଲି ଭାବିବା ଉଚିତ। ଯଦି ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରିବ, ତେବେ ବାବାଙ୍କର ଇଜ୍ଜତ ଯିବ। ବାବା କହିଲେ, ଯଦି ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରିବ, ତେବେ ବାବାଙ୍କର ଇଜ୍ଜତ ଯିବ। ଯଦିଓ ନିଜକୁ ଈଶ୍ୱରୀୟ ସନ୍ତାନ ବୋଲି କହୁଛ, କିନ୍ତୁ ଯଦି ତୁମ ଭିତରେ ଆସୁରୀ ଗୁଣ ଥିବ, ତେବେ ଦେହ ଅଭିମାନୀ କୁହାଯିବ। ଯେଉଁମାନେ ଦେହୀ ଅଭିମାନୀ, ସେମାନଙ୍କ ଭିତରେ ଈଶ୍ୱରୀୟ ଗୁଣ ରହିଥାଏ। ନିଜ ଭିତରେ ଈଶ୍ୱରୀୟ ଗୁଣ ଧାରଣ କରିଲେ ହିଁ ବାବା ସାଥିରେ ନେଇଯିବେ। ସେହି ସଂସ୍କାର ସାଥିରେ ଯିବ। ବାବା ଜାଣିଛନ୍ତି ଯେ ପିଲାମାନେ ଦେହ ଅଭିମାନୀ ହୋଇ ପରସ୍ପର ମଧ୍ୟରେ ବହୁତ ଲଢ଼େଇ ଝଗଡ଼ା କରୁଛନ୍ତି। ସେମାନେ ନିଜକୁ ଈଶ୍ୱରୀୟ ସନ୍ତାନ ବୋଲି କହିପାରିବେ ନାହିଁ। ନିଜର କେତେ କ୍ଷତି କରୁଛନ୍ତି। ମାୟାର ଅଧୀନ ହୋଇଯାଉଛନ୍ତି। ପରସ୍ପର ମତଭେଦରେ ରହୁଛନ୍ତି। ବର୍ତ୍ତମାନ ସାରା ଦୁନିଆରେ ମତଭେଦ ରହିଛି। ତେବେ ଈଶ୍ୱରୀୟ ସନ୍ତାନ ହୋଇ ଯଦି ମତଭେଦରେ ରହିଲ, ତେବେ ତାଙ୍କର ଏବଂ ତୁମର ମଧ୍ୟରେ ପାର୍ଥକ୍ୟ କ'ଣ ରହିଲା? ସେମାନେ ବାବାଙ୍କର ନିନ୍ଦା କରାଇଥାନ୍ତି। ବାବାଙ୍କର ନିନ୍ଦା କରାଉଥିବା ଆତ୍ମା, ମତଭେଦରେ ରହୁଥିବା ଆତ୍ମାମାନଙ୍କୁ ସ୍ୱର୍ଗରେ ସ୍ଥାନ ରହିବ ନାହିଁ। ବାବା କ'ଣ କହିଲେ? ବାବାଙ୍କର ନିନ୍ଦା କରାଉଥିବା ଆତ୍ମା, ମତଭେଦରେ ରହୁଥିବା ଆତ୍ମାମାନଙ୍କୁ ସ୍ୱର୍ଗରେ ସ୍ଥାନ ମିଳିବ ନାହିଁ। ତାଙ୍କୁ ନାସ୍ତିକ କୁହାଯିବ। ଆସ୍ତିକ ପିଲାମାନେ କେବେ ହେଲେ ଲଢ଼େଇ ଝଗଡ଼ା କରିବେ ନାହିଁ। ତେଣୁ ସେମାନଙ୍କୁ ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରିବା ଉଚିତ ନୁହେଁ। ପରସ୍ପର ଭିତରେ ପ୍ରେମପୂର୍ବକ ରହିବା ତୁମେ ଏହିଠାରେ ହିଁ ଶିଖୁଛ, ଯାହାଦ୍ୱାରା ତୁମେ 21 ଜନ୍ମ ପରସ୍ପର ପ୍ରେମପୂର୍ବକ ରହିପାରିବ। ଯଦି ବାବାଙ୍କର ସନ୍ତାନ ହୋଇ ଭାଇ ଭାଇ ହୋଇ ନ ରହିପାରିଲ, ତେବେ ସେମାନଙ୍କୁ ଆସୁରୀ ସନ୍ତାନ କୁହାଯିବ। ବାବା ପିଲାମାନଙ୍କୁ ବୁଝାଇବା ପାଇଁ ମୁରଲି ଶୁଣାଉଛନ୍ତି, କିନ୍ତୁ ଦେହ ଅଭିମାନ କାରଣରୁ ସେମାନେ ଜାଣିପାରୁନାହାନ୍ତି ଯେ ବାବା ଆମ ପାଇଁ କହୁଛନ୍ତି। ମାୟା ବଡ଼ ପ୍ରବଳ। ଯେପରି ମୂଷା କାମୁଡ଼ି ଦେଲେ ଜଣାପଡ଼ିନଥାଏ, ମାୟା ମଧ୍ୟ ପ୍ରଲୋଭନ ଦେଇ ବଶୀଭୂତ କରିନେଉଛି। କିଛି ଜଣାପଡ଼ୁନାହିଁ। ପରସ୍ପର ରାଗିବା ରୁଷିବା ଆସୁରୀ ସମ୍ପ୍ରଦାୟମାନଙ୍କର କାମ। ଅନେକ ସେବାକେନ୍ଦ୍ରରେ ଲଢ଼େଇ ଝଗଡ଼ା କରୁଛନ୍ତି, ମତଭେଦରେ ରହୁଛନ୍ତି। ବର୍ତ୍ତମାନ କେହି ହେଲେ ସମ୍ପୂର୍ଣ୍ଣ ନିର୍ଭୁଲ ହୋଇନାହାନ୍ତି। ମାୟା ତୁମ ସହିତ ଯୁଦ୍ଧ କରିଚାଲିଛି। ମାୟା ଏଭଳି ମତିଭ୍ରମ କରିଦେଉଛି ଯେ କାହାକୁ କିଛି ଜଣାପଡ଼ୁନାହିଁ। ତେବେ ନିଜର ହୃଦୟକୁ ପଚାର, ଆମର ପରସ୍ପର ମଧ୍ୟରେ ସ୍ନେହ ଅଛି ନା ନାହିଁ? ମୁଁ ପ୍ରେମର ସାଗରଙ୍କ ସନ୍ତାନ, ତେଣୁ ପ୍ରେମର ଭରପୁର ଗଙ୍ଗା ହେବା ଆବଶ୍ୟକ। ଲଢ଼େଇ ଝଗଡ଼ା କରିବା, ଓଲଟା ସିଧା କଥା କହିବା ଅପେକ୍ଷା କିଛି ନ କହି ଚୁପ୍ ରହିବା ଭଲ। ଖରାପ ଶୁଣ ନାହିଁ। ଯଦି କାହା ଭିତରେ କ୍ରୋଧର ଅଂଶ ରହିଛି, ତେବେ ସେହି ସ୍ନେହ ଭାବ ରହିବ ନାହିଁ। ତେଣୁ ବାବା କହୁଛନ୍ତି, ପ୍ରତିଦିନ ନିଜର ହିସାବ ରଖ। ଯଦି ଆସୁରୀ ଚଳନୀରେ କୌଣସି ପରିବର୍ତ୍ତନ ହେଉନାହିଁ,
ତେବେ ପରିଣାମ କ'ଣ ହେବ? କେଉଁ ପଦ ପାଇବ? ବାବା ବୁଝାଉଛନ୍ତି ଯଦି କୌଣସି ସେବା କରିବ ନାହିଁ ତେବେ ଅବସ୍ଥା କ'ଣ ହେବ? ନୀଚ ପଦ ପାଇବ। ସାକ୍ଷାତକାର ତ ସମସ୍ତଙ୍କୁ ହେବ, ତୁମକୁ ମଧ୍ୟ ନିଜ ପାଠପଢ଼ାର ସାକ୍ଷାତକାର ହେବ। ସାକ୍ଷାତକାର ପରେ ହିଁ ତୁମର ଏହି ଦୁନିଆରୁ ବଦଳି ହେବ। ବଦଳି ହୋଇ ତୁମେ ନୂଆ ଦୁନିଆକୁ ଆସିବ। ଅନ୍ତିମ ସମୟରେ ସବୁକିଛି ସାକ୍ଷାତକାର ହେବ ଯେ କିଏ କେତେ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ତାପରେ ପୁଣି କାନ୍ଦିବେ, ମୁଣ୍ଡ ପିଟିବେ, ଦଣ୍ଡ ମଧ୍ୟ ଭୋଗ କରିବେ, ପଶ୍ଚାତାପ କରିବେ ଯେ କାହିଁକି ବାବାଙ୍କ କଥା ମାନିଲି ନାହିଁ। ବାବା ତ ବାରମ୍ବାର ବୁଝାଉଛନ୍ତି କୌଣସି ଆସୁରୀ ଗୁଣ ରହିବା ଉଚିତ ନୁହେଁ। ଯାହାଙ୍କ ଭିତରେ ଦୈବୀ ଗୁଣ ଅଛି ସେମାନଙ୍କୁ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ହେବ। ବାବାଙ୍କୁ ମନେ ପକାଇବା ବହୁତ ସହଜ। ଅଲଫ ଏବଂ ବେ। ଅଲଫ ଅର୍ଥାତ୍ ବାବା, ବେ ଅର୍ଥାତ୍ ରାଜତ୍ୱ। ପିଲାମାନଙ୍କ ଭିତରେ ନିଶା ରହିବା ଦରକାର। ଯଦି ପରସ୍ପର ଭିତରେ ମତଭେଦରେ ରହିବେ, ଲଢ଼େଇ ଝଗଡ଼ା କରିବେ, ତେବେ ନିଜକୁ ଈଶ୍ୱରୀୟ ସନ୍ତାନ କିପରି କହିପାରିବେ? ବାବା ବୁଝିଯିବେ ଯେ ଇଏ ଆସୁରୀ ସନ୍ତାନ ଅଟନ୍ତି। ମାୟା ତାଙ୍କୁ ଭଲ ଭାବେ ଗ୍ରାସ କରିଦେଇଛି। କିନ୍ତୁ ତାଙ୍କୁ ଜଣାପଡ଼ିନଥାଏ, କେବଳ ଅବସ୍ଥା ହଲଚଲ ହୋଇଥାଏ। ସେମାନଙ୍କର ପଦ ମଧ୍ୟ କମ୍ ହୋଇଯାଇଥାଏ। ତେବେ ତୁମେ ପିଲାମାନେ ତାଙ୍କୁ ସ୍ନେହର ସହିତ ବୁଝାଇବା ପାଇଁ ପ୍ରଯତ୍ନ କରିବା ଉଚିତ। ତାଙ୍କ ପ୍ରତି ସ୍ନେହର ଦୃଷ୍ଟି ରଖିବା ଦରକାର। ବାବା ପ୍ରେମର ସାଗର, ତେଣୁ ପିଲାମାନଙ୍କୁ ମଧ୍ୟ ଆକର୍ଷିତ କରିଥାନ୍ତି। ତେଣୁ ତୁମକୁ ମଧ୍ୟ ପ୍ରେମର ସାଗର ହେବାକୁ ପଡ଼ିବ। ବାବା ପିଲାମାନଙ୍କୁ ବହୁତ ପ୍ରେମର ସହିତ ବୁଝାଉଛନ୍ତି, ଶ୍ରେଷ୍ଠ ମତ ଦେଉଛନ୍ତି। ଈଶ୍ୱରୀୟ ମତ ଦ୍ୱାରା ତୁମେମାନେ ଫୁଲ ଅର୍ଥାତ୍ ଦୈବୀ ଗୁଣ ସମ୍ପନ୍ନ ହୋଇଯାଉଛ। ବାବା ତୁମମାନଙ୍କୁ ସବୁ ଗୁଣ ପ୍ରାପ୍ତ କରାଉଛନ୍ତି। ଦେବତାମାନଙ୍କ ଭିତରେ ବହୁତ ସ୍ନେହ ଥାଏ। ସେହି ଅବସ୍ଥା ଏବେ ତୁମକୁ ଏହିଠାରେ ହିଁ ତିଆରି କରିବାକୁ ହେବ। ବର୍ତ୍ତମାନ ତୁମ ଭିତରେ ଏହି ଜ୍ଞାନ ରହିଛି, କିନ୍ତୁ ଦେବତା ହେବା ପରେ ଏହି ଜ୍ଞାନ ରହିବ ନାହିଁ। ସେଠାରେ ଦୈବୀ ସ୍ନେହ ରହିଥାଏ। ତେଣୁ ପିଲାମାନଙ୍କୁ ଏବେ ଦିବ୍ୟ ଗୁଣ ଧାରଣ କରିବାକୁ ହେବ। ଏବେ ତୁମେମାନେ ପୂଜ୍ୟ ହେବା ପାଇଁ ପୁରୁଷାର୍ଥ କରୁଛ। ଏବେ ସଙ୍ଗମ ଯୁଗରେ ଅଛ। ବାବା ମଧ୍ୟ ଭାରତରେ ଆସୁଛନ୍ତି। ସେଥିପାଇଁ ଏଠାରେ ଶିବ ଜୟନ୍ତୀ ପାଳନ କରାଯାଉଛି। କିନ୍ତୁ ସେ କିଏ, କିଭଳି ଆସନ୍ତି, କେବେ ଆସନ୍ତି ଏବଂ ଆସି କ'ଣ କରନ୍ତି, ଏକଥା କେହି ବି ଜାଣିନାହାନ୍ତି। ତୁମେ ପିଲାମାନେ ମଧ୍ୟ ଏବେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣୁଛ। ଯିଏ ଜାଣିନାହାନ୍ତି ସେ କାହାକୁ ବୁଝାଇ ପାରିବେ ନାହିଁ। ତେବେ ତାଙ୍କର ପଦ କମ୍ ହୋଇଯିବ। ସ୍କୁଲମାନଙ୍କରେ ମଧ୍ୟ କେତେକ ଛାତ୍ରମାନଙ୍କର ଚାଲିଚଳଣି ବହୁତ ଖରାପ ଥାଏ ଏବଂ କାହାର ଚାଲିଚଳଣି ବହୁତ ଭଲ ମଧ୍ୟ ହୋଇଥାଏ। କେହି ସଦା ଉପସ୍ଥିତ ହୋଇଥାନ୍ତି, କେହି ଅନୁପସ୍ଥିତ ମଧ୍ୟ ରୁହନ୍ତି। ଏଠାରେ ଯିଏ ବାବାଙ୍କୁ ମନେ ପକାଉଛନ୍ତି, ବୁଦ୍ଧିରେ ସ୍ୱଦର୍ଶନ ଚକ୍ର ଘୁରାଉଛନ୍ତି, ତାଙ୍କୁ ହିଁ ଉପସ୍ଥିତ ବୋଲି କୁହାଯିବ। ବାବା କହୁଛନ୍ତି ଉଠିବା ବସିବା ସମୟରେ ମଧ୍ୟ ନିଜକୁ ସ୍ୱଦର୍ଶନ ଚକ୍ରଧାରୀ ମନେକର। ଭୁଲିଗଲେ ଅର୍ଥାତ୍ ଅନୁପସ୍ଥିତ ରହିଲ। ବାବା କହିଲେ ଭୁଲିଗଲ ଅର୍ଥାତ୍ ଅନୁପସ୍ଥିତ ରହିଲ। ଯଦି ସର୍ବଦା ଉପସ୍ଥିତ ରହିବ ଅର୍ଥାତ୍ ବାବାଙ୍କୁ ମନେ ପକାଇବ, ତେବେ ଉଚ୍ଚ ପଦ ପାଇବ। ଭୁଲିଗଲେ ନିଚ ପଦ ପାଇବ। ବାବା ଜାଣିଛନ୍ତି ଏବେ ଆଉ ଅଳ୍ପ ସମୟ ବାକି ଅଛି। ଉଚ୍ଚ ପଦ ପ୍ରାପ୍ତ କରୁଥିବା ଆତ୍ମାମାନଙ୍କ ବୁଦ୍ଧିରେ ଏହି ଚକ୍ର ସର୍ବଦା ଘୁରୁଥିବ। କୁହାଯାଏ ଶିବ ବାବାଙ୍କର ସ୍ମୃତି ଥାଉ, ମୁଖରେ ଜ୍ଞାନ ଅମୃତ ରହୁ, ତେବେ ଶରୀରରୁ ପ୍ରାଣ ବାହାରିଯାଉ। ଯଦି କୌଣସି ଜିନିଷରେ ମମତା ରହିଥିବ, ତେବେ ଅନ୍ତିମ ସମୟରେ ତାହା ହିଁ ମନେ ପଡ଼ିବ। ଯଦି ଖାଦ୍ୟ ପ୍ରତି ଲୋଭ ଥିବ, ତେବେ ମରିବା ସମୟରେ ସେହି ଖାଦ୍ୟ ଖାଇବାର ଲାଳସା ରହିବ। ଏଭଳି ହେଲେ ପଦଭ୍ରଷ୍ଟ ହୋଇଯିବ। ବାବା କହୁଛନ୍ତି ସ୍ୱଦର୍ଶନ ଚକ୍ରଧାରୀ ହୋଇ
ଶରୀର ତ୍ୟାଗ କର, ଅନ୍ୟ କିଛି ବି ଯେପରି ମନେ ନ ପଡ଼ୁ। ବିନାଶ ସମ୍ବନ୍ଧୀ ଯେଭଳି ଆତ୍ମା ଏକୁଟିଆ ଆସିଥିଲା ସେଇଭଳି ଯିବାକୁ ହେବ। ଲୋଭ ମଧ୍ୟ କିଛି କମ୍ ନୁହେଁ। ଯଦି କୌଣସି ଜିନିଷ ପ୍ରତି ଲୋଭ ରହିବ ତେବେ ଅନ୍ତିମ ସମୟରେ ତାହା ହିଁ ମନେ ପଡ଼ିବ। ଯଦି ନ ମିଳିଲା ସେହି ଆଶାରେ ମୃତ୍ୟୁବରଣ କରିବ। ତେଣୁ ତୁମମାନଙ୍କ ଭିତରେ ଲୋଭ ଆଦି ରହିବା ଉଚିତ ନୁହେଁ। ବାବା ତ ବହୁତ ବୁଝାଉଛନ୍ତି, କିନ୍ତୁ ଯିଏ ବୁଝିଲା ବାଲା ହୋଇଥିବେ ସେ ହିଁ ବୁଝିବେ। ବାବାଙ୍କର ସ୍ମୃତି ନିରନ୍ତର ହୃଦୟରେ ଥାଉ। ବାବା ଓ ବାବା। ବାବା ବାବା ଶବ୍ଦ ମୁଖରେ କହିବାର ଆବଶ୍ୟକତା ନାହିଁ। ଭିତରେ କେବଳ ଅଜପାଜପ ଚାଲିଥାଉ। ବାବାଙ୍କର ସ୍ମୃତିରେ କର୍ମାତୀତ ଅବସ୍ଥାରେ ଏହି ଶରୀର ତ୍ୟାଗ କଲେ ଉଚ୍ଚ ପଦ ପାଇପାରିବ। ଆଚ୍ଛା, ମିଠା ମିଠା ଶିଖିଲତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ମଧୁର ସ୍ନେହଭରା ସ୍ମୃତି ସୁପ୍ରଭାତ ଏବଂ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ସ୍ନେହରେ ଭରପୁର ଗଙ୍ଗା ହେବାକୁ ପଡ଼ିବ। ସମସ୍ତଙ୍କ ପ୍ରତି ସ୍ନେହର ଦୃଷ୍ଟି ରଖିବାକୁ ହେବ। କେବେ ହେଲେ ମୁଖରେ ଓଲଟା କଥା କହିବାର ନାହିଁ। ସେକେଣ୍ଡ ପଏଣ୍ଟ, କୌଣସି ଜିନିଷ ପ୍ରତି ଲୋଭ ରଖିବାର ନାହିଁ। ସ୍ୱଦର୍ଶନ ଚକ୍ରଧାରୀ ହୋଇ ରହିବାକୁ ହେବ। ଏପରି ଅଭ୍ୟାସ କରିବାକୁ ହେବ ଯେପରି ଅନ୍ତିମ ସମୟରେ ବାବାଙ୍କ ବ୍ୟତୀତ ଅନ୍ୟ କୌଣସି ଜିନିଷ ମନେ ନ ପଡ଼ିବ। ଆଜିର ବରଦାନ ଅଛି, ପୁରୁଣା ଦେହ ଏବଂ ଦୁନିଆର ସର୍ବ ଆକର୍ଷଣ ଠାରୁ ସହଜରେ ଏବଂ ସଦାସର୍ବଦା ଦୂରେଇ ରହୁଥିବା ରାଜଋଷି ହୁଅ। ପୁରୁଣା ଦେହ ଏବଂ ଦୁନିଆର ସର୍ବ ଆକର୍ଷଣ ଠାରୁ ସହଜରେ ଏବଂ ସଦାସର୍ବଦା ଦୂରେଇ ରହୁଥିବା ରାଜଋଷି ହୁଅ। ବାବା କହିଲେ, ରାଜଋଷି ଅର୍ଥାତ୍ ଗୋଟିଏ ପଟେ ସର୍ବପ୍ରାପ୍ତିର ଅଧିକାରର ନିଶା ଏବଂ ଦ୍ୱିତୀୟ ପଟେ ବେହଦର ବୈରାଗ୍ୟର ଅଲୌକିକ ନିଶା। ବର୍ତ୍ତମାନ ସମୟରେ ଏହି ଦୁଇଟି ଯାକ ଅଭ୍ୟାସକୁ ବଢ଼ାଇ ଚାଲ। ବୈରାଗ୍ୟ ଅର୍ଥାତ୍ ବାବା କହିଲେ, ବୈରାଗ୍ୟ ଅର୍ଥାତ୍ ଆଡ଼ ହୋଇ ରହିଥିବା ନୁହେଁ, କିନ୍ତୁ ସର୍ବପ୍ରାପ୍ତି ଥିଲେ ମଧ୍ୟ ବିନାଶୀ ଆକର୍ଷଣ ଗୁଡ଼ିକ ମଧ୍ୟ ମନକୁ ବୁଦ୍ଧିକୁ ଆକର୍ଷିତ କରୁନଥିବ। ସଂକଳ୍ପ ମାତ୍ରରେ ମଧ୍ୟ ଅଧୀନତା ନଥିବ। ତେବେ କୁହାଯିବ ରାଜଋଷି ଅର୍ଥାତ୍ ବେହଦର ବୈରାଗୀ। ଏହି ପୁରୁଣା ଦେହ ବା ଦେହର ପୁରୁଣା ଦୁନିଆ, ବ୍ୟକ୍ତ ଭାବ, ବୈଭବର ଭାବ, ଏହିସବୁ ଆକର୍ଷଣ ଠାରୁ ସର୍ବଦା ଏବଂ ସହଜରେ ଦୂରରେ ରହୁଥିବା ଆତ୍ମା। ଆଚ୍ଛା, ଆଜିର ସ୍ଲୋଗାନ ଅଛି, ବିଜ୍ଞାନର ସାଧନ ଗୁଡ଼ିକୁ ବ୍ୟବହାର କର, କିନ୍ତୁ ସେଗୁଡ଼ିକୁ ନିଜର ଜୀବନର ଆଧାର କର ନାହିଁ। ବିଜ୍ଞାନର ସାଧନ ଗୁଡ଼ିକୁ ବ୍ୟବହାର କର, କିନ୍ତୁ ସେଗୁଡ଼ିକୁ ନିଜର ଜୀବନର ଆଧାର କର ନାହିଁ। ଆଚ୍ଛା, ମାତେଶ୍ୱରୀଙ୍କର ମଧୁର ମହାବାକ୍ୟ। ମାତେଶ୍ୱରୀଙ୍କର ମଧୁର ମହାବାକ୍ୟ। ଏହି ସଙ୍ଗମ ଯୁଗରେ ପ୍ରତ୍ୟକ୍ଷ ରୂପେ ମହାଭାରତ ଯୁଦ୍ଧର ପୁନରାବୃତ୍ତି ହେଉଛି। ଏହି ସଙ୍ଗମ ଯୁଗରେ ପ୍ରତ୍ୟକ୍ଷ ରୂପେ ମହାଭାରତ ଯୁଦ୍ଧର ପୁନରାବୃତ୍ତି ହେଉଛି। ଦେଖ, ମନୁଷ୍ୟମାନେ କହୁଛନ୍ତି ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ କୁରୁକ୍ଷେତ୍ରରେ ଯୁଦ୍ଧ ଲାଗିଲା ଏବଂ ପାଣ୍ଡବମାନଙ୍କର ସାଥୀ ଏବଂ ନିର୍ଦ୍ଦେଶକ ଶ୍ରୀକୃଷ୍ଣ ଥିଲେ। ନିଶ୍ଚିନ୍ତ ରୂପେ ଯେଉଁ ପକ୍ଷରେ ପ୍ରକୃତିପତି ରହିବେ ତାଙ୍କର ହିଁ ବିଜୟ ହେବ। କିନ୍ତୁ ଶାସ୍ତ୍ରରେ ସବୁ କଥାକୁ ଗୋଳାଇ ମିଶାଇ ଦେଇଛନ୍ତି।
ପ୍ରଥମେ ଏହି କଥା ବୁଝିବା ଦରକାର ଯେ ପ୍ରକୃତିପତି ଶ୍ରୀକୃଷ୍ଣ ନଥିଲେ। ପ୍ରକୃତିପତି ତ ପରମପିତା ପରମାତ୍ମା ହିଁ ଅଟନ୍ତି। କୃଷ୍ଣ ତ ସତ୍ୟଯୁଗର ପ୍ରଥମ ରାଜକୁମାର। ତାଙ୍କୁ ଭଗବାନ କୁହାଯାଇପାରିବ ନାହିଁ। ତେବେ ପାଣ୍ଡବମାନଙ୍କର ସାରଥୀ ପରମାତ୍ମା ଥିଲେ, ଶ୍ରୀକୃଷ୍ଣ ନୁହନ୍ତି। ପରମାତ୍ମା କେବେ ହେଲେ ନିଜର ପିଲାମାନଙ୍କୁ ହିଂସା କରିବାର ଶିକ୍ଷା ଦେବେ ନାହିଁ। ନା ପାଣ୍ଡବମାନେ କୌଣସି ହିଂସାର ଯୁଦ୍ଧ କରି ସ୍ୱରାଜ୍ୟ ନେଇଥିଲେ। ଏହି ଦୁନିଆ କର୍ମକ୍ଷେତ୍ର ଅଟେ। ଏଠାରେ ମନୁଷ୍ୟ ଯେଉଁଭଳି କର୍ମରୂପୀ ବୀଜ ରୋପଣ କରେ, ସେହିଭଳି ଭଲ ମନ୍ଦ ଫଳ ଭୋଗ କରିଥାଏ। ଯେଉଁ କର୍ମକ୍ଷେତ୍ରରେ ପାଣ୍ଡବ ଅର୍ଥାତ୍ ଭାରତ ମାତା ଶକ୍ତି ଅବତାର ମଧ୍ୟ ଉପସ୍ଥିତ ଅଛନ୍ତି, ପରମାତ୍ମା ଭାରତ ଭୂଖଣ୍ଡରେ ହିଁ ଆସିଥାନ୍ତି। ତେଣୁ ଭାରତକୁ ଅବିନାଶୀ ଭୂଖଣ୍ଡ କୁହାଯାଏ। ପରମାତ୍ମାଙ୍କ ଅବତରଣ ଭାରତ ଭୂମିରେ ହିଁ ହୋଇଥାଏ। କାରଣ ଅଧର୍ମର ବୃଦ୍ଧି ଏହି ଭାରତ ଭୂମିରେ ହିଁ ହୋଇଥାଏ। ତେଣୁ ସେହିଠାରେ ହିଁ ପରମାତ୍ମା ଯୋଗ ବଳରେ କୌରବ ରାଜ୍ୟର ବିନାଶ କରି ପାଣ୍ଡବ ରାଜ୍ୟ ସ୍ଥାପନ କରିଲେ। ପରମାତ୍ମା ଆସି ଧର୍ମର ରାଜ୍ୟ ସ୍ଥାପନ କଲେ। କିନ୍ତୁ ଭାରତବାସୀ ନିଜର ସେହି ପବିତ୍ର ଧର୍ମ ଓ ନିଜର ଶ୍ରେଷ୍ଠ କର୍ମକୁ ଭୁଲି ନିଜକୁ ହିନ୍ଦୁ କହୁଛନ୍ତି। ବିଚରା ଆତ୍ମାମାନେ ନିଜର ଧର୍ମକୁ ନ ଜାଣି ଅନ୍ୟ ଧର୍ମ ସହ ଯୋଡ଼ି ହୋଇ ଯାଇଛନ୍ତି। ଏହି ଅବିନାଶୀ ଜ୍ଞାନ ଅବିନାଶୀ ମାଲିକ ନିଜେ ଆସି କହୁଛନ୍ତି। ଏମାନେ ନିଜର ସ୍ୱଧର୍ମକୁ ଭୁଲି ସୀମିତ ଭାବନାରେ ବାନ୍ଧି ହୋଇ ଯାଇଛନ୍ତି, ଯାହାକୁ ଅତି ଧର୍ମଗ୍ଲାନି ବୋଲି କୁହାଯାଇଛି। କାହିଁକି ନା ଏସବୁ ପ୍ରକୃତିର ଧର୍ମ। ପ୍ରଥମେ ନିଜର ସ୍ୱଧର୍ମକୁ ଜାଣିବାର ଅଛି। ପ୍ରତ୍ୟେକଙ୍କର ସ୍ୱଧର୍ମ ହେଉଛି ମୁଁ ଆତ୍ମା ଶାନ୍ତ ସ୍ୱରୂପ। ନିଜର ପ୍ରକୃତ ଧର୍ମ ହେଉଛି ଦେବତା ଧର୍ମ। ଏହି 33 କୋଟି ଭାରତବାସୀ ହିଁ ଦେବତା ଥିଲେ। ସେଥିପାଇଁ ତ ପରମାତ୍ମା କହୁଛନ୍ତି, ନିଜର ଦେହର ଧର୍ମକୁ ପରିତ୍ୟାଗ କର। ସର୍ବଧର୍ମାଣୀ ପରିତ୍ୟଜ। ଏହି ହଦ୍ର ଧର୍ମ ପାଇଁ ଏତେ ଆନ୍ଦୋଳନ ହୋଇଯାଇଛି। ଏବେ ଏହି ହଦ୍ର ଧର୍ମରୁ ବାହାରି ଆତ୍ମାର ସ୍ୱଧର୍ମରେ ସ୍ଥିତ ହେବାକୁ ପଡ଼ିବ। ଅବିନାଶୀ ପିତା ସର୍ବଶକ୍ତିମାନ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବାକୁ ପଡ଼ିବ। ତେବେ ସର୍ବଶକ୍ତିମାନ ପ୍ରକୃତିପତି ପରମାତ୍ମା ଅଟନ୍ତି, ଶ୍ରୀକୃଷ୍ଣ ନୁହନ୍ତି। କଳ୍ପ ପୂର୍ବରୁ ମଧ୍ୟ ଯେଉଁ ପକ୍ଷରେ ସାକ୍ଷାତ ପ୍ରକୃତିପତି ପରମାତ୍ମା ଥିଲେ, ତାଙ୍କର ବିଜୟର ଗାୟନ ରହିଛି। ବାବା କହିଲେ, କଳ୍ପ ପୂର୍ବରୁ ମଧ୍ୟ ଯେଉଁ ପକ୍ଷରେ ସାକ୍ଷାତ ପ୍ରକୃତିପତି ପରମାତ୍ମା ଥିଲେ, ତାଙ୍କର ବିଜୟର ଗାୟନ ରହିଛି। ଆଚ୍ଛା, ଓମ୍ ଶାନ୍ତି।